ଯେତେବେଳେ ମନ ଖରାପ ଥିବ ସେତେବେଳେ ଆପଣ ଦୃଢ଼ ଭାବରେ ଆପଣ ନିଜର ଜିହ୍ୱାକୁ ନିୟନ୍ତ୍ରଣ କରନ୍ତୁ। କାରଣ ରାଗ ସମୟରେ ବହୁତ ଖରାପ କଥା ବାହାରି ଯାଇଥାଏ ପାଟିରୁ, କିନ୍ତୁ ରାଗକୁ ଯଦି ସମ୍ବରଣ କରି ଆପଣ ଜିହ୍ୱାକୁ ନିୟନ୍ତ୍ରଣରେ ରଖିବେ ତାହେଲେ ସମ୍ପର୍କ କଟିବ ନାହିଁ, ଖରାପ କଥା ବାହାରିବ ନାହିଁ। ଆପଣ ରାଗକୁ ନିୟନ୍ତ୍ରଣ କରିବା ଦ୍ୱାରା ସମ୍ପର୍କ ରହିଲା, ଖରାପ କଥା ବାହାରିଲା ନାହିଁ ଏବଂ ପର ମୁହୂର୍ତ୍ତରେ ଆପଣ ସେଇ କଥାକୁ ବୁଝିଯିବେ କିମ୍ବା ବୁଝେଇ ପାରୁଥିବା ଲୋକ ଆପଣଙ୍କ ପାଖରେ ଥିଲେ ବୁଝେଇ ଦେବ, ସେ ସୁଯୋଗ ଆପଣ ପାଇପାରିବେ। କିନ୍ତୁ ଥରେ ସମ୍ପର୍କ କଟିଗଲେ ନା ଆଉ ଯୋଡ଼ିବା ଭାରି କଷ୍ଟ।